ହିନ୍ଦୁ ଧର୍ମ ଅନୁଯାୟୀ ମନୁଷ୍ୟ ନିଜର ଦୈନନ୍ଦିନ ଜୀବନରେ କିଛି ନା କିଛି କାର୍ଯ୍ୟ କରିଥାଏ। ସେହି କାର୍ଯ୍ୟର କିଛି ମହତ୍ତ୍ୱ ମଧ୍ୟ ରହିଛି। ପ୍ରାଚୀନ କାଳରେ ସ୍ନାନ ସମ୍ବନ୍ଧରେ କିଛି ନିୟମ ରହିଛି। ସେହି ନିୟମ ପାଳନ କରିବା ଦ୍ୱାରା ମନୁଷ୍ୟର ଉନ୍ନତି ହୋଇଥାଏ। ପ୍ରାୟତଃ ଲୋକେ ପ୍ରାତଃ ସମୟରେ ସ୍ନାନ କରିଥାନ୍ତି। ମୁଖ୍ୟତଃ ମହିଳାମାନେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରିଥାନ୍ତି, କିନ୍ତୁ ଅଧିକ ଲୋକ ସମୟ ଦେଖି ସ୍ନାନ କରିଥାନ୍ତି। ବିଭିନ୍ନ ସମୟରେ ସ୍ନାନ କରିବା ଦ୍ୱାରା ଭିନ୍ନ ଭିନ୍ନ ଫଳ ପ୍ରାପ୍ତି ହୋଇଥାଏ। ମହିଳାମାନେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରିବା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏହାଦ୍ୱାରା ଘରେ ସୁଖ ଶାନ୍ତି ମଧ୍ୟ ବଜାୟ ରହିଥାଏ। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ ଅନେକ ବ୍ୟକ୍ତି ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ନ କରି ଡେରିରେ ସ୍ନାନ କରିଥାନ୍ତି। ଏପରି କରିବା ଦ୍ୱାରା ଅନେକଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଯାଇଥାଏ। ଏହା ସହ ଘରେ ଅଶାନ୍ତିର ବାତାବରଣ ଦେଖାଯାଇଥାଏ। ପ୍ରକୃତିର କିଛି ନିୟମ ନ ମାନିବା ଦ୍ୱାରା ବିପରୀତ ଫଳ ମିଳିଥାଏ। ତେଣୁ ସଠିକ୍ ସମୟରେ ସ୍ନାନ କରିବା ଉଚିତ। ଶାସ୍ତ୍ର ଅନୁସାରେ ସ୍ନାନ ମୁଖ୍ୟତଃ 4 ପ୍ରକାରର ରହିଛି। ତ ଆସନ୍ତୁ ଜାଣିବା ସେଗୁଡ଼ିକ କ'ଣ କ'ଣ। ନମ୍ବର 1 ମୁନି ସ୍ନାନ। ସାଧାରଣତଃ ମୁନିମାନେ ଭୋର 4ଟାରୁ 5ଟା ଭିତରେ ସ୍ନାନ କରିଥାନ୍ତି। ଏହାକୁ ମୁନି ସ୍ନାନ କୁହାଯାଏ। ଏହି ସମୟରେ ସ୍ନାନ କରିବା ଦ୍ୱାରା ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ। ନମ୍ବର 2 ଦେବସ୍ନାନ। ଏହି ଦେବସ୍ନାନ 5ଟାରୁ 6ଟା ମଧ୍ୟରେ କରାଯାଇଥାଏ। ଏହି ସମୟରେ ସ୍ନାନ କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ନମ୍ବର 3 ମାନବ ସ୍ନାନ। ସକାଳ 6ଟାରୁ 8ଟା ଭିତରେ କରାଯାଇଥିବା ସ୍ନାନକୁ ମାନବ ସ୍ନାନ କୁହାଯାଏ। ଏହି ସମୟରେ ସ୍ନାନ କରିବା ଦ୍ୱାରା ଆଂଶିକ ଫଳ ପ୍ରାପ୍ତି ହୋଇଥାଏ। ଆର୍ଥିକ ସମସ୍ୟା ଦେଖାଦେଇନଥାଏ। ନମ୍ବର 4 ରାକ୍ଷସୀ ସ୍ନାନ। ସକାଳ 8ଟା ପରେ ଯେଉଁ ସ୍ନାନ କରାଯାଏ ତାକୁ ରାକ୍ଷସୀ ସ୍ନାନ କୁହାଯାଇଥାଏ। ଏହି ସମୟରେ ସ୍ନାନ କରିବା ଅନୁଚିତ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦେଖାଯିବା ସହ ପରିବାରର ସଦସ୍ୟଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତ ଏହା ଥିଲା ଆପଣମାନଙ୍କ ପାଇଁ କିଛି ଜାଣିବା କଥା। କେଉଁ ସମୟରେ ସ୍ନାନ କଲେ କ'ଣ କ'ଣ ହୋଇଥାଏ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓ ପସନ୍ଦ ହୁଏ ତ ଲାଇକ୍ କରନ୍ତୁ। ଆଉ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି ତାହେଲେ ତଳେ ଥିବା ରେଡ୍ କଲର ସବସ୍କ୍ରାଇବ୍ ବଟନ୍ ଉପରେ କ୍ଲିକ୍ କରି ଆଉ ତା ସାଇଡ଼ରେ ଥିବା ବେଲ୍ ବଟନ୍କୁ କ୍ଲିକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ।